ବର୍ତ୍ତମାନ ଇଲେକ୍ସନ ଭଲ୍ ସାରା ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ପାର୍ଟିର ହୋର୍ଡିଂ ଲାଗିପାରିବ ନାହିଁ। ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ହୋର୍ଡିଂ କାଢ଼ିବାରେ ଲାଗିଛନ୍ତି। କିନ୍ତୁ ଗୋଟିଏ ଅବ୍ୟବସ୍ଥାକୁ ନେଇ ଜନସାଧାରଣ ଅସନ୍ତୁଷ୍ଟ ହେବା ଜଣାପଡ଼ିଛି। ତେବେ ଏହି ଜନସାଧାରଣ ଅସନ୍ତୁଷ୍ଟ ହେବାର କାରଣଟି ହେଲା ଏହି ଲକ୍ଷ୍ମୀ ବସ୍ରେ ଥିବା ଏହି ପୋଷ୍ଟରକୁ ନେଇ। ଦେଖନ୍ତୁ, ଏହି ବସ୍ଟି ବର୍ତ୍ତମାନ OSRTC ବସ୍ ଷ୍ଟାଣ୍ଡରେ ଲାଗିଛି। ଯାତ୍ରୀ ଯିବା ଆସିବା କରୁଛନ୍ତି, ସେ ତ ଭଲ କଥା, ଲୋକେ ଉପକୃତ ହେଉଛନ୍ତି। ତେବେ ଅସୁବିଧା ଅଛି ଏହି ପୋଷ୍ଟର ଉପରେ। ଏଠି ପୁରା ପ୍ରାଞ୍ଜଳ ଭାବରେ ଲେଖା ହୋଇଛି ଗତିଶୀଳ ଓଡ଼ିଶା, ନବୀନ ଓଡ଼ିଶା। ଯେହେତୁ ନାଁଟା ରହିଯାଇଛି ନବୀନ ଓଡ଼ିଶା, ଦୁଇପଟେ ଶଙ୍ଖ ଫୁଙ୍କିବାର ଚିତ୍ର, ପଛପଟେ ମିଶନ ଶକ୍ତିର ଚିହ୍ନ ରହିଛି। ତେବେ ଜନସାଧାରଣ ଚର୍ଚ୍ଚା ଏଇଆ କରୁଛନ୍ତି ଯେ ଏଥିରେ ତ ବିଜେଡ଼ିର ପ୍ରଚାର ପ୍ରସାର ଜୋରସୋର ହେଉଛି। ଏହା କ'ଣ ଆଚରଣ ବିଧିର ଉଲ୍ଲଂଘନ ନୁହେଁ କି? ଜୟପୁର ବିଷ୍ଣୁପ୍ରିୟା ସାହୁଙ୍କ ରିପୋର୍ଟ, ନବୀନ ନ୍ୟୁଜ୍।